ସମସ୍ତେ ଜାଣନ୍ତି ଯେ ଯୋଗର ଅନେକ ଲାଭ ରହିଛି, ଯାହା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଯୋଗ ଅଭ୍ୟାସ କରିବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ, ଓଜନ ନିୟନ୍ତ୍ରଣ ମଧ୍ୟ ହୁଏ, ଶରୀରର ନମନୀୟତା ବଢ଼େ ଏବଂ ଶକ୍ତି ମିଳେ। ଏଥିସହିତ ଚାପ ଏବଂ ଚିନ୍ତା, ଶୋଇବା ସମସ୍ୟା ଭଳି ମାନସିକ ସମସ୍ୟା ମଧ୍ୟ ଦୂର ହୁଏ। ଖାଲି ଏତିକି ନୁହେଁ, ରୋଗ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଯୋଗ ସ୍ୱାସ୍ଥ୍ୟ ପାଇଁ ଏତେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନ ସମୟରେ କେଉଁ ସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ, ଆସନ୍ତୁ ଜାଣିବା। ମଇଳା ଯୋଗ ମ୍ୟାଟ୍। ପ୍ରାୟତଃ ଲୋକମାନେ ଯୋଗ ଅଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତି ସତ, କିନ୍ତୁ ଆଖପାଖ ପରିବେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆପଣ ଯୋଗ କରୁଥିବା ଯୋଗ ମ୍ୟାଟ୍ ଅନେକ ସମୟରେ ପ୍ରାୟତଃ ଶସ୍ତା ଏବଂ ମଇଳା ହୋଇଥାଏ। ଶସ୍ତା ଯୋଗ ମ୍ୟାଟ୍ ଦ୍ୱାରା ଆସନ ବେଳେ ଖସିଯିବାର ସମ୍ଭାବନା ରହିଥାଏ, ଯାହା ଆଘାତ ହେବାର ଆଶଙ୍କା ସୃଷ୍ଟି କରେ। ଏଥିସହିତ ମଇଳା ଯୋଗ ମ୍ୟାଟ୍ ଅନେକ ରୋଗର କାରଣ ହୋଇପାରେ।